मो प्रिय माने प्रभु जीशुଙ୍କ नामରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରୁଛି। ଆଜି ଆପଣ କେମିତି ଅଛନ୍ତି? କ'ଣ ଆଜି ଆପଣ କୌଣସି ଏକ ବିଶେଷ ବିଷୟ ନିମନ୍ତେ ଚିନ୍ତିତ ଅଛନ୍ତି? କୌଣସି କାରଣ ପାଇଁ ଆଜି ଆପଣ ଦୁଃଖରେ ଅଛନ୍ତି? ଆପଣଙ୍କ ଆର୍ଥିକ ସମସ୍ୟା, ଅର୍ଥ ଅଭାବରେ ଆପଣ କମିକୁ ଅଭାବକୁ ଦେଖୁଛନ୍ତି, ସ୍ୱାସ୍ଥ୍ୟର ଅଭାବ, କାମ କାର୍ଯ୍ୟରେ ବ୍ୟବସାୟର ଅଭାବକୁ ଆପଣଙ୍କ ଜୀବନରେ ପରିବାର ମଧ୍ୟରେ ଦେଖାଉଛନ୍ତି। କ'ଣ ଆପଣଙ୍କୁ ଲାଗୁଛି ସର୍ବଦା କୌଣସି ନା କୌଣସି ଅଭାବ ହିଁ ରହିଛି? ପ୍ରଭୁ ଚାହୁଁଛନ୍ତି ଆପଣ କୌଣସି ଅଭାବ ବିହୁନେ ସମସ୍ତ ମଙ୍ଗଳରେ ପରିପୂର୍ଣ୍ଣ ହୋଇ ଗୋଟିଏ ଆଦର୍ଶର ଜୀବନକୁ ଅତିବାହିତ କରନ୍ତୁ। ତେବେ ଏପରି ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟ କ'ଣ ପରାମର୍ଶ ଦେଉଛି? ଗୀତ ସଂହିତା 34ର 9 ପଦ। ଯେଉଁମାନେ ତାଙ୍କୁ ଭୟ କରନ୍ତି ସେମାନଙ୍କର କୌଣସି ଅଭାବ ନାହିଁ। ତେବେ ଈଶ୍ୱରଙ୍କ ପ୍ରତି ଆମ୍ଭମାନଙ୍କର ବିଶ୍ୱାସ ଅଛି, ଏଣୁ ଆମେ ତାହାଙ୍କଠାରେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ଅଟୁ। ସେ ଉତ୍ତମ କାର୍ଯ୍ୟ ଆମ ଜୀବନରେ ନିଶ୍ଚୟ କରିବେ। କ'ଣ ଆପଣଙ୍କୁ ଲାଗୁଛି ପରମେଶ୍ୱରଙ୍କ ପ୍ରତି ଆପଣଙ୍କ ପ୍ରେମ ପୁଣି ଆପଣଙ୍କ ହୃଦୟରେ ତାହାଙ୍କ ପ୍ରତି ବିଶ୍ୱାସ ସମ୍ପୂର୍ଣ୍ଣ ମାତ୍ରାରେ ଆପଣ ରଖିଅଛନ୍ତି? ପ୍ରଭୁଙ୍କ ପ୍ରିୟ ଲୋକମାନେ, ଅନେକ ସମୟରେ ଆମେମାନେ କିଛି ବିଶ୍ୱାସ କରୁଛୁ ବୋଲି ମନେ କରିଥାଉ, କିନ୍ତୁ ଆମମାନଙ୍କ ସ୍ୱଭାବ ଦ୍ୱାରା, କାମକାର୍ଯ୍ୟ ଦ୍ୱାରା, ବ୍ୟବହାର ଦ୍ୱାରା ସମର୍ପିତର ଜୀବନ ବା ବିଶ୍ୱାସ ଯାହା କରୁଅଛୁ ତାହାଙ୍କ ପ୍ରତି ଆମମାନଙ୍କଠାରେ ଭକ୍ତି, ଭୟ ଅନେକ ମାତ୍ରାରେ ଊଣା ପଡ଼ିଯାଏ। ଆପଣାକୁ ସେମାନେ ଧାର୍ମିକ ବୋଲି ତ ଦେଖାନ୍ତି, କିନ୍ତୁ ଅନେକ ସମୟରେ ଧାର୍ମିକର କାର୍ଯ୍ୟ ଯାହାକି ପ୍ରକୃତରେ ଦେଖାଯିବା ଦରକାର ତାହା ଦେଖାଯାଏ ନାହିଁ। ଏଣୁ ଆମ୍ଭେମାନେ ଆପଣା ଜୀବନରେ ପ୍ରକୃତ ଭାବରେ ଈଶ୍ୱରଙ୍କଠାରେ ସମର୍ପିତ ହୋଇ ବଞ୍ଚିବା ବହୁତ ଆବଶ୍ୟକ। ଯେହେତୁ ଈଶ୍ୱରଙ୍କ ବାକ୍ୟ ଏଠାରେ ଯାହା କହୁଅଛି, ଯଦି ଆମ୍ଭମାନଙ୍କ ଜୀବନରେ ଈଶ୍ୱରଙ୍କ ପ୍ରତି ପ୍ରକୃତ ଭୟ ଯଦି ଆମମାନଙ୍କଠାରେ ହୃଦୟରେ ଦେଖାଯିବ, ତେବେ ଆମମାନଙ୍କର କୌଣସି ମଙ୍ଗଳ ବିଷୟକୁ ସେ ଅଭାବ ହେବା ପାଇଁ ଦେବେ ନାହିଁ। ତେବେ ଈଶ୍ୱରଙ୍କ ପ୍ରତି ଭୟ ଆମମାନଙ୍କ ଜୀବନରେ ନିତାନ୍ତ ଭାବରେ ରହିବା ଆବଶ୍ୟକ, ଯହିଁରେ ଆମ୍ଭେମାନେ ତାହାଙ୍କ ମଙ୍ଗଳଦାନକୁ ଆପଣା ଜୀବନରେ ଅନୁଭବ କରିପାରିବା। ଯେଉଁମାନେ ଈଶ୍ୱରଙ୍କୁ ଭୟ କରୁଅଛନ୍ତି ବୋଲି ମନେ କରୁଛନ୍ତି, ସେମାନଙ୍କର ପ୍ରଥମ ଚିହ୍ନ ଏହା ହେବ, ସେମାନେ ଆପଣା ଜୀବନରେ ମନ୍ଦତାରୁ ସମ୍ପୂର୍ଣ୍ଣ ରୂପେ ପୃଥକକୃତର ଏକ ଜୀବନ ସେମାନେ ଅତିବାହିତ କରିବା ପାଇଁ ଭଲ ପାଇବେ। ଯେହେତୁ ଈଶ୍ୱରଙ୍କୁ ଭୟ କରିବା ମାନେ ମନ୍ଦତାକୁ ଘୃଣା କରିବା ଅଟେ। ପୁଣି ମନ୍ଦତା ବୋଲି କହିଲେ ଯାହା ଈଶ୍ୱରଙ୍କ ବାକ୍ୟରେ ଆମମାନଙ୍କୁ କହିବା ପାଇଁ ବା କାର୍ଯ୍ୟରେ କରିବା ପାଇଁ ଯାହା ମନା କରାଯାଉଛି, ସେ ସମସ୍ତ ବିଷୟ ମନ୍ଦ ଅଟେ ବା ପାପ ଅଟେ। ଏଣୁ ପାପ ରହିତ ଜୀବନ ଅତିବାହିତ କରିବା ଯାହା ଈଶ୍ୱରଙ୍କୁ ଭୟ କରିବା ତାହା, ମନ୍ଦତାକୁ ଘୃଣା କରିବା ତାହା ଅଟେ। ଏଣୁ ଈଶ୍ୱରଙ୍କୁ ଭୟ କରିବା ଲୋକମାନେ ସେମାନେ କେବେ ମଧ୍ୟ କୌଣସି ପାପ କରିବା ପାଇଁ ଚାହିଁବେ ନାହିଁ, ବରଂ ପାପକୁ ସେମାନେ ଘୃଣା କରିବେ। କୌଣସି ଲାଞ୍ଚ ନେବେ ନାହିଁ। କୂଟ, କପଟ, ବଚସା, ବିଚାର, ହାସ୍ୟ, ପରିହାସ ସେମାନଙ୍କଠାରୁ ଦୂରେଇ ରହିବ। କ'ଣ ଆଜି ଆପଣ ନିଜକୁ ସମ୍ପୂର୍ଣ୍ଣ ରୂପେ ସମର୍ପଣ କରିବେ? ପୁଣି ପରମେଶ୍ୱରଙ୍କୁ ଭୟ କରି ଜୀବନ ଅତିବାହିତ କରିବା ପାଇଁ ଆପଣା ଜୀବନକୁ ଈଶ୍ୱରଙ୍କଠାରେ ସମର୍ପିତ କରିବେ। ପ୍ରଭୁଙ୍କ ପ୍ରିୟ ଲୋକମାନେ, ଈଶ୍ୱରଙ୍କୁ ଭୟ କରି ବଞ୍ଚୁଥିବା ଲୋକମାନଙ୍କ ଜୀବନରେ ପରମେଶ୍ୱରଙ୍କ ବାକ୍ୟ ଏହି ପ୍ରକାର କହୁଛି, ସେମାନଙ୍କର କୌଣସି ମଙ୍ଗଳ ବିଷୟର ଅଭାବ ହେବ ନାହିଁ। ଏଣୁ ଆମେମାନେ ଈଶ୍ୱରଙ୍କୁ ଭୟ କରିବା, ଆସନ୍ତୁ ସମର୍ପିତ ହେବା। ପିତା ପ୍ରତ୍ୟେକଙ୍କୁ ଭୟ କରିବା ପାଇଁ ସାହାଯ୍ୟ କର। ଯୀଶୁଙ୍କ ନାମରେ ମାଗୁଛୁ, ଆମେନ୍, ଆମେନ୍।